ବିଜୁ ଜନତା ଦଳର ପଶ୍ଚିମ ଓଡ଼ିଶାରେ ବିଶେଷ କରିକି ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ରାଜେନ୍ଦ୍ର ଢୋଲକିଆ ଗୋଟେ ପରିଚିତ ନାମ, ଯାହାକୁ ବିରୋଧୀମାନେ ଡାକନ୍ତି ମିଷ୍ଟର 10%। ତ କାହିଁକି ଡାକନ୍ତି ମିଷ୍ଟର 10%? ଏବଂ ତାଙ୍କର ରାଜନୈତିକ କାର୍ଯ୍ୟକଳାପ କ'ଣ, ସେ କେବେ ରାଜନୀତିକୁ ଆସିଲେ, କୋଉ ଦଳରୁ ଆସିଲେ, ବିଜୁ ଜନତା ଦଳ କେମିତି ସାମିଲ ହେଲେ ଏବଂ 10% କେମିତି ହେଲେ, ଏ ବିଷୟରେ ଆଜି ଆଲୋଚନା ତେରଛା ବାଣରେ। ମୁଁ ବିପିନ ଦାସ, ନମସ୍କାର। ପ୍ରିୟ ଦର୍ଶକ ବନ୍ଧୁ, ପଶ୍ଚିମ ଓଡ଼ିଶାରେ ଏବଂ ବିଜୁ ଜନତା ଦଳର ରାଜନୀତିରେ ରାଜେନ୍ଦ୍ର ଢୋଲକିଆ ଗୋଟେ ପରିଚିତ ନାମ। ଏ ମହାଶୟ 2004ରେ ନୂଆପଡ଼ା ଆସେମ୍ବଲି କନଷ୍ଟିଚ୍ୟୁଏନ୍ସିରୁ ସ୍ୱାଧୀନ ଭାବରେ ଜିତିଥିଲେ ଏବଂ ଯୋଉ ବିଜୁ ଜନତା ଦଳ ଜାଲରେ ପଡ଼ିଯାଇଥିଲେ, ପ୍ରୋ ବିଜେଡି ହେଇକି କାମ କରୁଥିଲେ 2004ରେ ଜିତିକି ଆସିକି। ତାପରେ 2009ରେ ପୁଣି ଜିତିଥିଲେ ବିଜୁ ଜନତା ଦଳ ଟିକେଟରେ। 2014ରେ ବସନ୍ତ ପଣ୍ଡାଙ୍କଠୁ ହାରିଥିଲେ ଏବଂ 2019ରେ ଜିତିଥିଲେ ଏବଂ ନବୀନ ବାବୁଙ୍କ ସରକାରରେ ଯୋଜନା ଓ ସମନ୍ୱୟ ବିଭାଗର ମନ୍ତ୍ରୀ ହେଇଥିଲେ। ପୁଣି ଚଳିତ ବର୍ଷ ମଧ୍ୟ ଜିତିଛନ୍ତି ବିଜୁ ଜନତା ଦଳ ଟିକେଟରୁ ନୂଆପଡ଼ାରେ। ଇଏ ହେଉଛି ତାଙ୍କର ରାଜନୈତିକ ଇତିହାସ। ତାଙ୍କର କାର୍ଯ୍ୟକଳାପକୁ ଆମେ ଯିବା। ଏଇଟା ହେଉଛି ନୂଆପଡ଼ାଟା ହେଉଛି ଛତିଶଗଡ଼ ସୀମାନ୍ତ ଅଞ୍ଚଳ। ଏଠି ସାଧାରଣତଃ ଆମେ ଗୋଟେ ପରେ ଗୋଟେ ତାଙ୍କର ପାଣ୍ଡାରାମା ଖୋଲିବା। ବର୍ତ୍ତମାନ ଆମେ ଆଲୋଚନା କରିବା ସ୍ୱାସ୍ଥ୍ୟ ବିଭାଗକୁ କେମିତି ସିଧାସଳଖ ହରିଲୁଟ କରନ୍ତି ମିଷ୍ଟର ଢୋଲକିଆ। ଢୋଲ ବଜାନ୍ତି କେମିତି, ଦୁର୍ନୀତିର ଢୋଲ ତାଙ୍କ ପେଟରେ କାନ୍ଧରେ ବନ୍ଧା ହେଇଛି। ସେ ଢୋଲ ଭିତରେ ଖାଲି ବିଡ଼ା ବିଡ଼ା ଟଙ୍କା ଅଛି। ଏ ବିଷୟରେ ଆମେ ଖୁଲାସା କରିବା। ସର୍ବପ୍ରଥମେ ସ୍ୱାସ୍ଥ୍ୟ ବିଭାଗ ହେଲ୍ଥକୁ ନେବା ଏବଂ BSKY ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା, ଯୋଉଟାକି ନବୀନ ବାବୁ ପ୍ରଚଳନ କରିଥିଲେ, ବିଜୁ ଜନତା ଦଳ ସରକାର ପ୍ରଚଳନ କରିଥିଲା। ୟା ଭିତରେ କେମିତି ଘୋଟାଲା ହୁଏ, ଏଇଟା ମିଷ୍ଟର ଢୋଲକିଆ ହଉଛନ୍ତି ତାର ଉଦାହରଣ। ସେ କଣ କରୁଥିଲେ? ରାୟପୁର ହେଉଛି ଅନତି ଦୂର, ନୂଆପଡ଼ା, ବଲାଙ୍ଗୀର କିଛିକାଂଶ ଏବଂ କଳାହାଣ୍ଡି ଏସବୁ ଯୋଉ ସୀମାନ୍ତ ଅଞ୍ଚଳ, ଏ ଅଞ୍ଚଳ ଲୋକମାନେ କଟକ ଭୁବନେଶ୍ୱର ନ ଆସି ରାୟଗଡ଼ା ଯାଆନ୍ତି। ରାୟଗଡ଼ାରେ BSKY ର 4ଟି ପ୍ରାଇଭେଟ ନର୍ସିଂ ହୋମ୍ ଅନୁବନ୍ଧିତ ଅଛି। ସେଗୁଡାକ ହେଉଛି ବାଲାଜୀ, MMI, ମେଦାନ୍ତ ଏବଂ ଆଉ ଗୋଟେ ଅଛି। ତ ଏମାନେ ଅନୁବନ୍ଧିତ ଅଛନ୍ତି। ଏଠି ଘୋଟାଲା କେମିତି ହୁଏ ଆପଣ ତ ଜାଣିବେ ଯେ ଆମେ ଯେତିକି ପଇସା ଆମର ଖର୍ଚ୍ଚ ହେଲା ସେତିକି BSKY କାର୍ଡରେ ଜମା ହେଇଯିବ, କଟିଯିବ ଏବଂ ଅବଶିଷ୍ଟ ପଇସା ରହିବ। ଏଇଟା ଗୋଟେ ଓଡ଼ିଶା ଭିତରେ ବ୍ୟବସ୍ଥା ଅଛି ଏବଂ ଓଡ଼ିଶାରେ ମଧ୍ୟ ଯୋଉଗୁଡାକ ଅନୁବନ୍ଧିତ ହସ୍ପିଟାଲ ଅଛି ସେଠି ମଧ୍ୟ ସରକାରୀ ଲୋକ ରହୁଛନ୍ତି ଯେ କେତେ ଖର୍ଚ୍ଚ ହେଲା, କଣ ହେଲା, କୋଉ ସ୍ଥିତିରେ ହେଇଛି, ଜାଲି ହଉଛି କି ନାହିଁ, ଟଙ୍କା ଅଧିକା ଉଠୁଛି ନା, ଆକୁ ଚେକ୍ କରିବା ପାଇଁ ଅଛି। ସେଇଠି କିନ୍ତୁ ନାହାନ୍ତି। କୋଉଠି? ରାୟପୁରରେ, ରାଜ୍ୟ ବାହାରେ। ଏଠି ଯଦି ସାମାନ୍ୟ ଜଣକୁ ତାର ହାଡ଼ ଟିକେ ମାଡ଼ ହେଇଗଲା, ଯୋଉଟାକି ଏଠି ପଟି ନେଲେ ଠିକ ହେଇଯିବ, ସାମାନ୍ୟ ଔଷଧରେ ଭଲ ହେଇଯିବ, ଏଇ ସବୁ କାର୍ଯ୍ୟ ପାଇଁ ଯେତେବେଳେ ବିଧାୟକ ହେଲେ ମିଷ୍ଟର ଢୋଲକିଆ, ତାଙ୍କ ପାଖକୁ ଲୋକ ଆସିଲେ। ଗ୍ରାଉଣ୍ଡ ଜିରୋ ଲୋକଟା ନା, ତେଣୁ ସେ ସମସ୍ତଙ୍କୁ ରାୟପୁର ପଠେଇଲେ। ଆଉ ତାଙ୍କୁ ପାଖ ହେଲା, ବସରେ ପଳେଇଗଲେ, 5 ଘଣ୍ଟାର ରାସ୍ତା। ଏବଂ ସେଠି ଏ ଯୋଉ 4ଟି ରହିଛି ପ୍ରାଇଭେଟ ନର୍ସିଂ ହୋମ୍, ଆଙ୍କ ସାଙ୍ଗରେ ତ BSKY ଅନୁବନ୍ଧିତ ହେଲା, ଏପଟରେ ଯୋଉ ଢୋଲକିଆଙ୍କର ମଧ୍ୟ ଅନୁମୋଦିତ ହେଇଗଲା। କଣ୍ଡିସନ ହେଲା ଯାହାର ଗୋଟେ ସାମାନ୍ୟ ମେଡିସିନରେ ଭଲ ହେଇଯିବ, ଭଲ ହେଇକି ଆସିଲେ, ଲୋକ ଖୁସି ହେଇଗଲା। ଆପଣଙ୍କୁ କହି ରଖୁ, ପଶ୍ଚିମ ଓଡ଼ିଶାର ଲୋକ ଅତ୍ୟନ୍ତ ସାଧାରଣ ଏବଂ ଅଧିକାଂଶ ଲୋକ ସେଇ ଅଞ୍ଚଳରେ ଆଦିବାସୀ, ସେମାନେ ଭଲ ମନ୍ଦ କିଛି ବୁଝନ୍ତି ନାହିଁ।
ଯେ ନେତାମାନଙ୍କୁ ସେ ଭଗବାନ ଭଳିଆ ବିଶ୍ୱାସ କରନ୍ତି, ଭଗବାନ ଭଳିଆ ବିଶ୍ୱାସ ମଧ୍ୟ କରନ୍ତି। ତେଣୁ ଏପଟରେ କଣ କରିଥାନ୍ତି ଢୋଲକିଆ ନା ସବୁ ବିଭିନ୍ନ ପଞ୍ଚାୟତରେ ତାଙ୍କର ଗୋଟେ ଗୋଟେ ଦଲାଲ ଥାନ୍ତି, ଯେଉଁମାନେ କି ବିଜୁ ଜନତା ଦଳର କାମ କରନ୍ତି, କାହା ଦେହ ଅସୁସ୍ଥ ହେବ ତାକୁ ଜଗନ୍ତି ଏବଂ ଅସୁସ୍ଥ ଲୋକଟାକୁ ରାୟପୁର ନେଇକି ଯାଆନ୍ତି ଏବଂ ମାସ ଶେଷରେ କେତେ ଲୋକ ଗଲେ ଏ ଲିଷ୍ଟଟା ରାଜେନ୍ଦ୍ର ଢୋଲକିଆ ପାଖରେ ପହଞ୍ଚିଯାଏ ଏବଂ ତାପରେ କଣ କରନ୍ତି ଢୋଲକିଆ ମହୋଦୟ, ସେ ଯୋଉ ଚାରୋଟି ଅଛି ପ୍ରାଇଭେଟ ହସ୍ପିଟାଲ ଅନୁବନ୍ଧିତ ଅନୁସାରେ ତାଙ୍କ ପାଖକୁ ପଇସା ଫେରିଆସେ। କେମିତି ଆସେ ଆପଣଙ୍କୁ ଆମେ କହିଲୁ, ଯୋଉଟା ମେଡିସିନରେ ଭଲ ହେଇକି ପଳେଇ ଆସିଲା ଲୋକ ତାକୁ ସେଠି ଅପରେସନ ହେଇଛି ବୋଲି ଦେଖାଗଲା ଏବଂ ଏ ଲୋକଟି ଜାଣିପାରିଲା ନାହିଁ, ତା ଆକାଉଣ୍ଟରୁ 5 ଲକ୍ଷରୁ 3 ଲକ୍ଷ 4 ଲକ୍ଷ କଟିଗଲା। ତ ପରବର୍ତ୍ତୀ ଅବସ୍ଥାରେ ପୁଣି ଯେତେବେଳେ କାର୍ଡ ନେଇକରି ଗଲା ସେତେବେଳେ ଦେଖିଲା ତା କାର୍ଡର ପଇସା ନାହିଁ, ଖୋଜିଲା କୁଆଡେ ଗଲା। ଯେହେତୁ ସାଧାରଣ ଲୋକଟି ସେ ଚୁପଚାପ ରହିଲା। ତ ଧୀରେ ଧୀରେ ଏଟା ବିରୋଧୀ ଦଳ କାନକୁ ଆଇଲା ଏବଂ ବିରୋଧୀ ଦଳ ମାନେ ତାକୁ ଯେତେବେଳେ ଦେଖିଲେ ହଜାର ହଜାର ଲୋକଙ୍କର, ତାଙ୍କ ନାଁ କହିହେବନି ଏତେ ଲୋକ ଅଛନ୍ତି, ହଜାର ହଜାର ଲୋକଙ୍କର ଅଭିଯୋଗ ଆସିଲା ଯେ ଆମ କେବଳ ମେଡିସିନ ଭଲ ହେଇକି ଆସିଥିଲେ, ଆମର ଟିକେ ଏଠି ଖାଲି ବ୍ୟାଣ୍ଡେଜ କରାହେଇଥିଲା, ଆମକୁ ତ ଅପରେସନ ହେଇନାହିଁ, ଆମ ଆକାଉଣ୍ଟ 4 ଲକ୍ଷ 7 ଲକ୍ଷ ଟଙ୍କା ଏମିତି ପଳେଇଗଲା ଆମ ବିଏସ୍କେ କାର୍ଡରୁ। ଏଭଳିଆ ଅବସ୍ଥା ସେଠି ଅଛି। ତ ତାଙ୍କର ଏଇ ଯୋଉ ଯୋଜନା, ପୂର୍ବତନ ଯୋଜନା ଓ ସମନ୍ୱୟ ମନ୍ତ୍ରୀଙ୍କର ଏଜେନ୍ସି କେବଳ ନୂଆପଡ଼ା ଜିଲ୍ଲାରେ ସୀମିତ ନଥିଲା। ଜଣେ ପ୍ରଭାବଶାଳୀ ଲୋକ ଥିଲେ, ମନ୍ତ୍ରୀ ହେଇଥିଲେ, ସମସ୍ତ ସୀମାନ୍ତ ଅଞ୍ଚଳରେ ତାଙ୍କର ଦଲାଲ ମାନେ କାମ କରୁଥିଲେ ଏବଂ ଯଦି 4,000 ଲୋକ କମ୍ ସେ କମ୍ ଯାଉଥିବେ ଗୋଟେ ମାସରେ, ତାହେଲେ ଯଦି 40,000 ଲେଖା ଉଠୁଥିବ ତାହେଲେ 40 କୋଟି ଟଙ୍କା ହେଲା। ମେଡିକାଲ କିଛି ନଉଥିବ, ଦଲାଲ ମାନେ କିଛି ନଉଥିବେ, ମୋଟା ଅଙ୍କରେ କମ୍ ସେ କମ୍ 25-30 କୋଟି ଟଙ୍କା ୟାଙ୍କ ପକେଟକୁ ଆସୁଥିଲା। ଏଇଟା ହଉଛି ଗୋଟେ ଦୁର୍ନୀତିର କଥା। ପେଢି ଖୋଲିଲୁ ଦ୍ୱିତୀୟ, କାହିଁ 10% ପହଞ୍ଚିଯାନ୍ତି। ମନ୍ତ୍ରୀ ଥିଲେ, ପୁରା ନୂଆପଡ଼ାରେ ତାଙ୍କର ପ୍ରଭାବ ଥିଲା। ଯିଏ ବି ଟେଣ୍ଡର ଧରିବ, ଯିଏ ବି ଯୋଉ କୌଣସି ଇରିଗେସନ ହଉ, ଆରଡି ହଉ, ମାଇନର ଇରିଗେସନ ହଉ, ପିଡବ୍ଲ୍ୟୁଡି ହଉ, ହସ୍ପିଟାଲ ବିଲ୍ଡିଂ ହଉ, ସ୍କୁଲ ବିଲ୍ଡିଂ ହଉ, ସବୁଙ୍କ ସ୍ୱାନ ଆଖିରେ ଥିଲା। ମନ୍ତ୍ରୀ ଥିଲେ ନା, ସମସ୍ତ ଏଜେନ୍ସି କାମ କରୁଥିଲା। ଆପଣମାନେ ଜାଣିଥିବେ କେମିତି ଜିଲ୍ଲା ପ୍ରଶାସନ ମାନେ ଦ୍ୱାରା ଇଏ ପରିଚାଳିତ ଥିଲେ, ମନ୍ତ୍ରୀ ଥିଲେ, ତାଙ୍କର ଖାତିର ଥିଲା। ତେଣୁ ସେ କଣ୍ଟ୍ରାକ୍ଟରଟା ସର୍ବପ୍ରଥମେ 10% ମନ୍ତ୍ରୀ, ତତ୍କାଳୀନ ମନ୍ତ୍ରୀ, ସମନ୍ୱୟ ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ 10% ଆଗ ସିକ୍ୟୁରିଟି ଭାବରେ ଜମା କରିବାକୁ ପଡିବ, ତାପରେ ସେ ସ୍ପଟକୁ ଯିବେ। ଟେଣ୍ଡର ପାଇଲେ କିମ୍ବା ରେକମେଣ୍ଡେସନ ପାଇଲେ ଲୋକଟି ଆଗେ ଭେଟିବ, ଯେତେବେଳେ ଏଗ୍ରିମେଣ୍ଟ କରିବା ପାଇଁ ଯିବ ସମ୍ପୃକ୍ତ କଣ୍ଟ୍ରାକ୍ଟର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ପାଖକୁ, ସେତେବେଳେ ସେ କ୍ଲିୟରେନ୍ସ ଖୋଜିବେ ମନ୍ତ୍ରୀଙ୍କର 10%। ଏବଂ ଇଏ ଯଦି କ୍ଲିୟରେନ୍ସ ଦେବେ ତାହେଲେ ସେଟା ଏଷ୍ଟିମେଟ ହବ। ଏଭଳିଆ ବ୍ୟବସ୍ଥାଟା ନୂଆପଡ଼ା, ସମଗ୍ର ନୂଆପଡ଼ା ଜିଲ୍ଲାରେ ଥିଲା। ଏବଂ ଏଇଟା ଯୋଉ ଲୋକଟେ ଦେଲା, ଯୋଉ କଣ୍ଟ୍ରାକ୍ଟର ଦେଲା, ସେ ବାହାରେ ପ୍ରକାଶ କଲା ଏବଂ ୟାକୁ ବିରୋଧୀ ଦଳ ମାନେ ଚଳିତ ଥର ଗୋଟେ ଅସ୍ତ୍ର କରିଥିଲେ ଏବଂ ତାକୁ ମିଷ୍ଟର 10% କହିଲେ ସମସ୍ତେ ରାଜେନ୍ଦ୍ର ଢୋଲକିଆକୁ ଜାଣିବେ। ଏଭଳି ବାର୍ତ୍ତା ଗୋଟେ ସାରା ନୂଆପଡ଼ା ଜିଲ୍ଲାରେ ଅଛି। ତ ଏଠି ମଧ୍ୟ କଥା ଆସୁଛି ପୋଷ୍ଟାଲ ନିଯୁକ୍ତି କଥା। ଯୋଉ ପୋଷ୍ଟାଲ ନିଯୁକ୍ତି ଦୁର୍ନୀତି ଗୋଟେ ହେଇଛି, ଯୋଉ ଜାଲ ସାର୍ଟିଫିକେଟ, ଏ ଜାଲି ସାର୍ଟିଫିକେଟ ମଧ୍ୟ ମିଷ୍ଟର ଢୋଲକିଆଙ୍କର ହାତ ଥିବାର ଅଭିଯୋଗ ଆସିଛି। ଏ ଆଲୋଚନା ଦାଣ୍ଡରେ ଗଡୁଛି। ପରବର୍ତ୍ତୀ ଅବସ୍ଥା ଯଦି ଆମେ ଆଉଟସୋର୍ସ ଯିବା, ସେ ଯୋଉ ଜିଲ୍ଲା ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଯୋଉ ଆଉଟସୋର୍ସ ପିଲା କାମ କରୁଛନ୍ତି, ସେଠି ମଧ୍ୟ ମହା ଘୋଟାଲା ହେଇଛି। ଏ ଘୋଟାଲାରେ ମଧ୍ୟ ରାଜେନ୍ଦ୍ର ଢୋଲକିଆ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ। ତ ପ୍ରଶ୍ନ ଉଠିବ ଏଠି, ଯଦି ସେ ଏତେ ଦୁର୍ନୀତି କରିଛନ୍ତି ତାହେଲେ ଚତୁର୍ଥ ବାର ଜିତିଲେ କେମିତି? ଜିତିବା ଗୋଟେ ସୌଭାଗ୍ୟ। ଚଳିତ ଥର ସେ ଜିତୁ ନଥିଲେ, ତାଙ୍କୁ ଜିତେଇ ଦିଆଗଲା। କିଏ ଜିତେଇଲା?
ଭାରତୀୟ ଜନତା ପାର୍ଟିର ସକ୍ରିୟ କର୍ମୀମାନେ ତାକୁ ଜିତେଇଲେ, ପଇସା ବି ଦେଲେ। ରାଜେନ୍ଦ୍ର ଢୋଲକିଆଙ୍କୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସେଠି ଗୋଟେ ବିଜେପିର ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ, ପ୍ରଭାବଶାଳୀ ଗୋଷ୍ଠୀ ପଇସା ଭୋଟ ଦେଇକି ତାକୁ ଜିତେଇଲେ। ତା କାରଣ ଭାରତୀୟ ଜନତା ପାର୍ଟିର ଯୋଉ ଅସନ୍ତୁଷ୍ଟ ଥିଲା ଯୋଉ ପ୍ରାର୍ଥୀ ଚୟନକୁ ନେଇକରି, ତାହାରି ପାଇଁ ଯେତେବେଳେ ସେଠି ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କର ଗୋଟେ ଜିତିବା ଭଳିଆ ସ୍ଥିତି ଆସିଲା ଏବଂ ସେ ଗୋଟେ ଜୟ ଭୀମ ନାରା ଦେଇକି ଗୋଟେ ଯୋଉ ଜାତୀୟ ମନୋଭାବ କରି ଜିତିକି ଆସୁଥିଲେ, ସେଇଟା ହିଁ କାଳ ହେଲା ଘାସିରାମ ମାଝୀକୁ। ଭାରତୀୟ ଜନତା ପାର୍ଟି କି କାଳ ହେଇଥିଲା ବସନ୍ତ ପଣ୍ଡାଙ୍କ ପୁଅକୁ ଦେଇକି ଟିକେଟ, ଘାସିରାମ ମାଝୀଙ୍କ ପାଇଁ କାଳ ହେଲା ଯେ ଜୟ ଭୀମ କରିକି ଜାତୀୟ ଆଣମାରଣ କଲେ, ଯାହା ପାଇଁ ଉଚ୍ଚ ଜାତିର ଲୋକ ଯୋଉମାନେ ଭାରତୀୟ ଜନତା ପାର୍ଟିର ଲୋକ ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରିଥିଲେ ସେମାନେ ପ୍ରତ୍ୟାହାର କଲେ ସମର୍ଥନ ଏବଂ ନିରୁପାୟ ହେଇକରି ପଇସା ଏବଂ ଭୋଟ ଦେଇକି ଏ ଢୋଲକିଆ ମହୋଦୟଙ୍କୁ ଜିତେଇଲେ। ତାଙ୍କୁ ଜିତିବାର ମୂଳ ମନ୍ତ୍ର ହଉଛି ଏଇଟା। ରାଜନୈତିକ ବାଧ୍ୟବାଧକତାକୁ ଭାରତୀୟ ଜନତା ପାର୍ଟିର ଲୋକ ତାଙ୍କୁ ଜିତେଇଛନ୍ତି। ତ କିନ୍ତୁ ମିଷ୍ଟର 10% ଯୋଉ ଘୋଟାଲା ଅଛି, ଏ ଘୋଟାଲା ତଦନ୍ତ ସାପେକ୍ଷ ଏବଂ ତଦନ୍ତ କଲେ ପ୍ରକୃତର ଦୋଷୀ କିଏ ବାହାରିବ ଏବଂ ଯୋଉ କୋଟି କୋଟି ଶହ ଶହ କୋଟି ଟଙ୍କା ବିଏସ୍କେଇ ଯୋଜନାରେ ସେ ରାୟପୁର ଆଣିଛନ୍ତି, ଆମେ ଆଶା କରିବୁ ଏ ଯୋଉ ଘୋଟାଲାଟାକୁ ବନ୍ଦ କରିବା ପାଇଁ ଯୋଉ ରାୟପୁରରେ ଯୋଉ ଘୋଟାଲା ହେଇଛି, ୟାକୁ କେମିତି ବନ୍ଦ କରିବେ ରାଜ୍ୟ ସରକାର ସେ ଦିଗରେ ତୁରନ୍ତ ଦୃଷ୍ଟି ଦେବେ ଏବଂ ଏ ଯୋଉ 10% ଚାଲିଛି, ଯୋଉ 10%ର ଯୋଉ ଯିଏ ନବ 10% ଦବ ତାପରେ ଠିକା କାମ କରିବ, ଇଏଠୁ ମଧ୍ୟ ମୁକ୍ତ କରିବା ହେବା ଦରକାର। ରାଜ୍ୟ ସରକାର ଦୃଷ୍ଟି ଦେବା ଦରକାର ରାଜେନ୍ଦ୍ର ଢୋଲକିଆଙ୍କୁ। ତାଙ୍କର ଦୁର୍ନୀତିର ପିଢ଼ି ବର୍ତ୍ତମାନ ଏତିକି ତ ମୁଁ ଖୋଲିଲି, ଆଗାମୀ ଦିନରେ ପୁଣି ପ୍ରାମାଣିକ ତଥ୍ୟ ସହ ରାଜେନ୍ଦ୍ର ଢୋଲକିଆଙ୍କର ଦୁର୍ନୀତିର ପିଢ଼ି ଖୋଲିବ। ଅପେକ୍ଷା କରନ୍ତୁ। ନମସ୍କାର।